ॐ नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमं वन्दे परमानन्दमाधवम्। षष्ठाध्याय श्रीशुक उवाच। एवेहो शृण नरनाथ कहिबा वंशानुचरित से अम्बरीश पुत्र तिनि विरूप केतु नाम घेनि शम्भुतृतीय पुत्र नाम अशेष गुणे पुण्यधाम विरूप पुत्र षष्पृष्ठदस्व रथितर वंश से रथितर अपुत्रक उपाय कला जे अनेक केबे हे पुत्र तानहिला अंगिरा तुले विचारिला बोइला मोर पत्नी गर्भे संतति कर तुम्बे भावे क्षेत्रज पुत्र हेउ मोर अपुत्र दुख जाऊ पार एमंते राजार बचने अंगिरा करी गर्भधाने शतकुमर ब्रह्म तेजे जन्मिले अंगिरांक बीजे से पुणी क्षत्रिय होइले क्षत्रिय क्षेत्रे उपुजिले मनुर छिंकु नासाबिले इक्ष्वाकु जनम लभिले से इक्ष्वाकुर वंश जेते कहिबा शुण एक चित्ते होइले सते कुमार ताहांक मध्य वंशधर विकुक्षी निमिदंड नामे अति प्रशस्त गुण ग्रामे एतिनि पुत्र आदि जेते राजा होइले ए जगते पूर्वे जे पंच आज्ञावर्ते राजा होइले तार पुत्रे प्रथमे तार पंचविंश मध्यरे होइले 50 एमंते पुत्रे पुत्रे तार पृथ्वी भांगे नृपवर हेला से नृपति केसरी तदंते सुन दंडधारी इक्ष्वाकु पितृश्राद्ध दिने विकुक्षीराई सन्निधाने बोइला वन्य पशुगण मो पितृश्राद्ध अर्थे आण तक्षणे पिता आज्ञा पाई पशिला घोर बने जाई शबर गण तुले लीला अनेक पशु बद्ध कला श्राद्धकु जेते योग्य मांस तहिर मध्ये एक शश अरण्य पथश्रम पाई क्षुधारे चाली न पारई शशा गोटिए मात्र पड़ी अग्रे भक्षिला धर्म हुड़ी शेषे जेतेक पशु थिला पिता समीपे नहीं देला से पुणी वशिष्ठंकु राई आनंद मनरे बुलई ए पशु मांसे श्राद्ध कर ए मंत्र शुणी मुनिवर
ବଶିଷ୍ଠ ବାକ୍ୟେ ରାଜା ବାକ୍ୟ ଶୁଣି ସେ କଥା ଯୁଗ ବଳେ ଜାଣି ବୋଇଲେ ରାଜା ମୁଖୁ ଚାହିଁ ପ୍ରୋକ୍ଷଣେ ଯୋଗ୍ୟ ନୁହଇ ଦେବତା ପିତୃ ଅର୍ତେ ମାଂସ କେମନ୍ତେ ହେବା ଅବଶେଷ ତୋର କୁମର କ୍ଷୁଧାବର୍ଥେ ଶଶାଇ ଭକ୍ଷିଲା ବନସ୍ତେ ବନେ ଭକ୍ଷିଲା ଅଗ୍ରଭାଗ ଏ ମାଂସ ଶ୍ରାଦ୍ଧେ ନୁହେ ଯୋଗ୍ୟ ଏମନ୍ତ ଗୁରୁ ବାକ୍ୟ ଶୁଣି କୋପେ ବୋଲଇ ନୃପମଣି ଏ ପୁତ୍ର ପାପିଷ୍ଟ ପାମର ଏହାକୁ ରାଜୁ କର ଦୂର ତକ୍ଷଣେ ରାଜାର ବଚନେ ପୁରୁ ବାହାର କଲେ ଜନେ ଇକ୍ୱାକୁ ବିପ୍ରଙ୍କ ଚରଣେ ସୁସେବା କଲା ଅନୁକ୍ଷଣେ ଯୋଗରେ ଦେହ ତ୍ୟାଗ କଲା ପରମ ବ୍ରହ୍ମେ ସେ ମିଳିଲା ବିକୁକ୍ଷୀ ପିତୃ ମୃତ୍ୟୁ ପରେ ପୁଣି ସେ ମିଳିଲା ରାଜ୍ୟରେ ପୃଥିବୀ ଶାସନ ସେ କଲା ଯଜ୍ଞେ ହରିଙ୍କୁ ଆରାଧିଲା ଶଶାଦ ନାମ ତାର ଖ୍ୟାତ ଜଗତେ ହୋଇଲା ବିଦିତ ଶଶାଦ ପୁତ୍ର ପୁରଞ୍ଜୟ ନାମ ତା ହୁଏ ଇନ୍ଦ୍ରବହ ଯେଣୁ ଅଦ୍ଭୁତ କାର୍ଯ୍ୟ କଲା କାକୁସ୍ଥ ନାମ ତା ହୋଇଲା ଏମନ୍ତ ସୁଖ ବାକ୍ୟ ଶୁଣି ବୋଲେ ପରୀକ୍ଷ ନୃପମଣି କାକୁସ୍ଥ ନାମ ତା କିମନ୍ତେ ଏ କଥା କହ ମୁନି ମତେ ଶ୍ରୀ ଶୁକ ଉବାଚ ମୁନି ବୋଲନ୍ତି ଶୁଣ ରାୟ ଦେବ ଯେ ଅସୁରଙ୍କ ଭୟ ଦେବ ଦାନବ କୃତ ଯୁଗେ ଯୁଦ୍ଧ ଆରମ୍ଭ କଲେ ଆଗେ ଗୁରୁଙ୍କୁ ପୁଛିଲେ ଗୁପତେ ସଂଗ୍ରାମେ ଜିଣିବୁ କେମନ୍ତେ ବୋଲଇ ଅଙ୍ଗିରା କୁମର ପୁରଞ୍ଜୟକୁ ଯୋଦ୍ଧା କର ତାର ନାରାଚେ ରିପୁ ଗଣେ ବେଗେ ଭାଜିବେ ଘୋର ରଣେ ତା ଶୁଣି ଦେବ ତୋଷ ହେଲେ ପୁରଞ୍ଜୟକୁ ନିମନ୍ତ୍ରିଲେ ସେ ପୁଣି ଦେବ ବାକ୍ୟ ଶୁଣି କପାଳେ ଦେଇବେନି ପାଣି ବୋଲଇ ଇନ୍ଦ୍ର କନ୍ଧେ ବସି ସଂଗ୍ରାମ କରିବି ସାହସୀ ନହିଲେ ଯୁଦ୍ଧ ନାହିଁ ମୋର ଏମନ୍ତ ଶୁଣି ତା ଉତ୍ତର ସ୍ୱୀକାର କଲେ ଦେବଗଣେ ଇନ୍ଦ୍ର ମିଳିଲେ ତତକ୍ଷଣେ ସଂଗ୍ରାମେ ବୃଷରୂପ ହୋଇ ପୁରଞ୍ଜୟ କନ୍ଧେ ଆରୋହୀ ସ୍ତୁତି କରଣେ ଦେବଗଣେ ମିଳିଲେ ତାହାର ଚରଣେ ଅଭେଦ ସେହ୍ନା ଦେହେ ଭରି ଧନୁ ନାରାଚ ହସ୍ତେ ଧରି ନିର୍ଭୟେ ଇନ୍ଦ୍ର କନ୍ଧେ ରହି ତକ୍ଷଣେ ବିଷ୍ଣୁ ତେଜ ବହି ପଶ୍ଚିମ ଦିଗେ ବେଗେ ଗଲା ଅସୁର ଭୁବନେ ମିଳିଲା ରୁନ୍ଧିଲା ଦେବଙ୍କର ରଥ ଅଛିଦ୍ର ନବହି ମରୁତ ଦେବ ଦାନବ ଘୋର ରଣ ହୋଇଲା ଲୋମ ହରଷଣ ଅସୁରେ ନାନା ଶସ୍ତ୍ର ଧରି ରହିଲେ ସମର ଆବରି ତାହାର ବାଣ ଅଗ୍ନି ପ୍ରାୟ ପଡ଼ିଲା ଅସୁରଙ୍କ ଦେହେ ସମରେ ରହି ନ ପାରିଲେ ପଳାଇ ନିଜ ପୁରେ ଗଲେ ଅସୁର ବଳ ରଣେ ଜିଣି ସମରେ ଧନ ରତ୍ନ ଆଣି ଇନ୍ଦ୍ରକୁ ଦେଇ ସର୍ବଧନ ତୋଷିଲେ ବିବୁଧଙ୍କ ମନ ଇନ୍ଦ୍ରାଦି ଦେବେ ବିଷ୍ଣୁ ବୋଲେ କାକୁସ୍ଥ ନାମ ତାକୁ ଦେଲେ ଏଣୁ ତା ନାମ ଭୂରାଜନ କହିଲୁ କଲୁ ଯେ ପ୍ରସନ୍ନ তদন্তে শুণ ভোরাজন বংশানুচরিত বিধান অনেনা পুরঞ্জয় সুত পৃথু তাহার বীর্যে জাত তার তনয় বিশ্বগন্ধর পুত্র চন্দ্র তা সুতে যুবানাশ্ব নাম শ্রীবন্ত তাহার নন্দন শ্রীবন্ত পুর যে নির্মায়ী শপথ দ্বীপে রাজা হই তার কুমর বৃহদস্ব কুবল ইয়াস্ব তার বংশ একবিংশ সহস্র সুত তাঠারু হইলে সম্ভূত
ରାଜା ଉତ୍ତରଙ୍କ ରହିତେ ପୁତ୍ରଙ୍କୁ ଘେନିଣ ସଙ୍ଗତେ ସେ ଦୁନ୍ଦୁ ସଙ୍ଗେ ରଣ କରି ରଣେ ତାହାର ପ୍ରାଣ ହରି ଦୁନ୍ଦୁ ଅସୁର ଯେଣୁ ବଧି ତେଣୁ ଦୁନ୍ଦୁମାର ପ୍ରସିଦ୍ଧି ଦୁନ୍ଦୁ ମୁଖରୁ ଅଗ୍ନି ଜ୍ୱାଳା ପ୍ରଚଣ୍ଡ ଭାବେ ସେ ଜଳିଲା କୁବଳ ୟାର ପୁତ୍ର ଗଣ ସେ ତେଜେ ହୋଇଲେ ଦହନା ରହିଲେ ତିନି ଜଣ ଶେଷ ଦୃଢ଼ାଶ୍ଵ କପିଳ ଭଦ୍ରାଶ୍ଵ ଦୃଢ଼ାଶ୍ଵ ତନୟ ହର୍ଯସ୍ୱ ନିକୁମ୍ଭ ତାହାର ଔରସ ନିକୁମ୍ଭ ପୁତ୍ର ବହୁଳାଶ୍ଵ ଜଗତେ ଖ୍ୟାତ ତାର ଯଶ କୃପାଶ୍ଵ ନାମେ ତାର ସୁତ ତାର ତନୟ ସେ ନ ଜିତ ତା ସୁତେ ଯୁବାନାଶ୍ଵ ନାମେ କେବେ ହେନ ରହିଲା ଗ୍ରାମେ ଅପୁତ୍ର ଦୋଷେ ଦୁଃଖ ମନେ ମନ୍ତ୍ରୀ ସହିତେ ଗଲା ବନେ ସତେକ ପତ୍ନୀ ତାର ତୁଲେ ଋଷିଙ୍କ ଆଶ୍ରମେ ମିଳିଲେ ଦେଖି ସତେକ ତାର ନାରୀ ମୁନି ସକଳେ ଦୟା କରି ରାଜାର ପୁତ୍ର ଜନ୍ମ ଅର୍ଥେ ଯଜ୍ଞ କରାଇଲେ ସମସ୍ତେ କଳସେ ତୀର୍ଥ ଜଳ ଭରି ଗର୍ଭର ଅର୍ଥେ ମନ୍ତ୍ର ବାରି ଯଜ୍ଞଶାଳରେ ଘଟ ଥୋଇ ସକଳେ ନିଦ୍ରା ଗତେ ମୋହି ଏମନ୍ତେ ରାତ୍ରେ ଯଜ୍ଞଶାଳେ ରାଜା ତୃଷିତ ଅନ୍ତରାଳେ ସହି ନ ପାରି ତୃଷାରତେ ଜଳ କଳସ ଘେନି ହସ୍ତେ ଦେଖିଲେ ସକଳେ ଅଜ୍ଞାନ ତୃଷିତେ କଲେ ଜଳପାନ ଏମନ୍ତେ ପାହିଲା ରଜନୀ ନିଦ୍ରା ଉପେକ୍ଷୀ ସର୍ବମୁନି ଉଦୟ କାଳେ ମନ୍ତ୍ର ସ୍ମରେ କୁମ୍ଭ ଘେନିଲେ ବେନି করে ଦେଖିଲେ କୁମ୍ଭେ ଜଳ ନାହିଁ ଚକିତେ ଚଉଦିଗେ ଚାହିଁ ବୋଲନ୍ତି ପାଇ ମନେ ଭ୍ରମ କେ ପ୍ରାଣୀ କଲା ଏଡ଼େ କର୍ମ ମନ୍ତ୍ରୀ ତ ପୁଂସ ବନ ବାରି କେ ପାନ କଲା ତୃଷା ଭରି ତକ୍ଷଣେ ବେନି କର ଯୋଡ଼ି ମୁନିଙ୍କ ପାଦ ତଳେ ପଡ଼ି ରାଜା ବୋଲଇ ମୁଁ ଅଜ୍ଞାନେ ତୃଷା ତୋଷିଲି ଜଳପାନେ ଶୁଣି ବ୍ରାହ୍ମଣେ ବିସ୍ମମୟୀ ବୋଇଲେ ଦେବ ମାୟା ଏହି ପ୍ରାଣୀ ଯେ ଦଇବ ଅଧୀନ ମାୟାର ବଳେ ହତ ଜ୍ଞାନ ବୋଇଲେ ରାଜା ମୁଖ ଚାହିଁ ଗର୍ଭ ଧୋଇଲୁ ଏବେ ତୁହି ଏବେ ତୁ ଜୀବନ ସମ୍ଭାଳ ଏମନ୍ତେ ଗଲା କେତେ କାଳ ଏମନ୍ତେ ପୁତ୍ର ଜନ୍ମ କାଳେ ରାଜା ଉଦରେ ବାହୁ ବଳେ ଦକ୍ଷିଣ କୁକ୍ଷି ବିଦାରିଲା ତକ୍ଷଣେ ଭୂମିରେ ପଡ଼ିଲା ରାଜା ନ ମଲା ପୁଣ୍ୟ ବଳେ ଦେଖନ୍ତି ଉଭାରି ସକଳେ କାନ୍ଦଇ କ୍ଷୀର ପାନ ଅର୍ଥେ ତା ଦେଖି ଇନ୍ଦ୍ର ଦୟା ଚିତ୍ତେ ବୋଲଇ ବିଷ୍ଣୁଙ୍କୁ ଅନାଇ ରାଜାର ସ୍ତନ ଯୁଗ ନାହିଁ କ୍ଷୁଧାରେ ଲୋଡ଼ୁଅଛି କ୍ଷୀର ଏମନ୍ତ ବୋଲି ନିଜ କର ଅଙ୍ଗୁଳି ତାର ମୁଖେ ଦେଲା ତକ୍ଷଣେ କ୍ଷୁଧା ତା ହରିଲା ଇନ୍ଦ୍ର ବୋଇଲେ ତାକୁ ଚାହିଁ ହୋଇଲି ତୋହର ମୁଁ ଧାଇଁ ତୁ ଯେ ହୋଇଲୁ ବଳବନ୍ତା ତେଣୁ ତୋ ନାମ ମାନ ଧାତା ସେ ପୁଣି ଚକ୍ରବର୍ତ୍ତୀ ହୋଇ ପାଳଇ ସପ୍ତଦୀପା ମୋହି ଇନ୍ଦ୍ର ତାହାକୁ ବର ଦେଲେ ଅଜୟ ହୁଅସି ବୋଇଲେ ସେ ପୁଣି ନିଜ ତପ ବଳେ ଅବନି ପାଳଇ ନିଶ୍ଚଳେ ତାହାର ଯେତେ ଶତ୍ରୁଗଣ ଭୟେ ପଳାନ୍ତି ଛାଡ଼ି ରଣ ଏଣୁ ସେ ନିଜ ତେଜ ଧାମ ପାଇଲା ଶତ୍ରୁଜିତ ନାମ ରାବଣ ଆଦି ରିପୁ ଯେତେ ତ୍ରାସନ୍ତି ତା ବସିଲା ପଥେ ଏମନ୍ତେ ଯୁବନାଶ୍ଵ ବଳା ଅନେକ ଦିନ ରାଜ୍ୟ କଲା ତାରିପୁ ନାହିଁ ଏ ଶୟଳେ ବସିଲା ବିଷ୍ଣୁ ତେଜ ବଳେ
ଅନେକ ଦାନ ପୁଣ୍ୟ କଲା, ବିଷ୍ଣୁଙ୍କୁ ଯଜ୍ଞ ଯେ ତୋଷିଲା। ଯେ ହରି ସର୍ବଦେବମୟେ, ସର୍ବେ ବର୍ଷନ୍ତି ଯାର ଦେହେ। ସେ ହରି ଯଜ୍ଞ ତୋଷ କରି, ସୁଖେ ପାଳଇବ ସୁନ୍ଦରୀ। ସୂର୍ଯ୍ୟର ତେଜ ଯେତେ ଦୂର, ପବନ ସେଠାରେ ସଞ୍ଚାର। ମାନ୍ଧାତା ତେତେ ଦୂର ରାଜା, ସର୍ବେ କରନ୍ତି ତାକୁ ପୂଜା। ସେ ପୁଣି ଶଶ ବିନ୍ଦୁ ଘରେ, କନ୍ୟା ଲଭିଲା ସ୍ୱୟଂବରେ। ସେ କନ୍ୟା ଇନ୍ଦୁମତୀ ନାମ, ରୂପରେ ଅଟେ ଅନୁପମ। ତାହାର ଗର୍ଭେ ପୁତ୍ର ତିନି, ଜନ୍ମିଲେ ବିଷ୍ଣୁ ତେଜ ଘେନି। ପୁରୁକୁତ୍ସ ଯେ ଅମ୍ବରୀଶ, ଏ ଆଦି ମୁଚୁକୁନ୍ଦ ଶେଷ। ହୋଇଲେ ପଞ୍ଚାଶ ଦୁହିତା, ଉତ୍ପତ୍ତି କଲା ମାନଧାତା। ସେ ଯେ କନ୍ୟା ଗଣଙ୍କ ବ୍ୟବସ୍ଥା, ଶୁଣ ପରୀକ୍ଷ ପୁଣ୍ୟବନ୍ତା। ବିବାହ କଲେ କନ୍ୟା ଗଣ, ସେ କଥା ଏକ ମନେ ଶୁଣ। ସୌଭରି ଋଷି ବୃନ୍ଦାବନେ, କାଳିନ୍ଦୀ ଜଳେ ଯୋଗ ଧ୍ୟାନେ। ତପ କରନ୍ତି ଦୃଢ଼ ଚିତ୍ତେ, ଏମନ୍ତେ କିଛି କାଳ ଅନ୍ତେ। ସମାଧି ଭାଜିଲା ଚଞ୍ଚଳେ, ସ୍ଥିରେ ଚାହିଁଲେ ନଦୀ ଜଳେ। ଦେଖିଲେ ମତ୍ସ୍ୟଗଣ ମଧ୍ୟେ, ରୋହିତ ଖେଳଇ ଆନନ୍ଦେ। ବାଳକମାନେ ତା ସଙ୍ଗରେ, କ୍ରୀଡ଼ନ୍ତି ପୃଷ୍ଠ ପୁଚ୍ଛ ଶିରେ। ଏମନ୍ତ ହୋଇ ପ୍ରତିଦିନେ, ଖେଳନ୍ତି ମୁନି ସନ୍ନିଧାନେ। ସୌଭରି ମୁନି ତାହା ଚାହିଁ, ଲାଳସ ଚିତ୍ତେ ବିଚାରଇ। ଦେଖ ଏ ରୋହିତର ଭାଗ୍ୟ, କୁଟୁମ୍ବ ମଧ୍ୟେ ସୁଖ ଭୋଗ। ମୁଁ ଏବେ କରି ଗୃହାଶ୍ରମ, ସାଧିବି ଗୃହ ମେଧି ଧର୍ମ। ଏତେ ବିଚାରି ତପ ଛାଡ଼ି, ଗୃହ କରଣେ ଚିତ୍ତ ବଢ଼ି। ମାର୍ଗେ ଚଳନ୍ତେ ସେ ବିଚାରି, ବିବାହ ଅର୍ଥେ ମନ ଧରି। ଗୃହସ୍ଥ ଧର୍ମ ନୁହେଁ ଭଲେ, ଦାରା ପରିଗ୍ରହ ନ କଲେ। ଏତେ ବିଚାରି ଦୃଢ଼ ଚିତ୍ତେ, ମିଳିଲେ ନୃପତି ଅଗ୍ରତେ। ମୁନି ଆଗମ ରାଜା ଦେଖି, ଉଠିଲେ ଆସନ ଉପେକ୍ଷି। ଅତିଥି ମତେ ପୂଜା କଲା, ଆସନ ଦେଇ ବସାଇଲା। ବିନୟ ଭାବେ ପୁଚ୍ଛା କରି, ତା ଜାଣି ମୁନି ସୌଭରି। କହିଲେ ରାଜା ମୁଖ ଚାହିଁ, ବିଭା କରାଅ ମତେ ତୁହି। ଗୃହେ ଜନ୍ମିଲା ମୋର ମନ, କନ୍ୟାଏ ମତେ ଦିଅ ଦାନ। ମୋହର ସନ୍ତତି ହୋଇଲେ, ସ୍ୱଧର୍ମ ରଖିବୁ ତୁ ଭଲେ। ଏମନ୍ତ ମୁନି ମୁଖୁ ଶୁଣି, ରାଜା ବିଚାରେ ମନେ ଗୁଣି। ବୃଦ୍ଧଙ୍କ ମଧ୍ୟେ ଅତି ବୃଦ୍ଧ, ଗୃହ କରଣେ କଲା ଶୋଧ। ମୋର ଦୁହିତା ଅତି ସୁଖୀ, ଏହାକୁ ଦେଲେ ହେବ ଦୁଃଖୀ। ନ ଦେଲେ ମୋର ଭଲ ନାହିଁ, ଏତେ ବିଚାର ମୁନି ଚାହିଁ। ବୋଲଇ ଶିରେ କର ଦେଇ, ଭୋ ମୁନି ଶୁଣ ଯାହା କହି। 50 କନ୍ୟା ଅଛି ମୋର, ଅନ୍ତପୁରକୁ ବିଜେ କର। ଯେ କନ୍ୟା ତୁମ୍ଭଙ୍କୁ ବରିବ, ସମତେ କରି ପ୍ରିୟ ଭାବ। ସେ କନ୍ୟା ଦେବି ନିଶ୍ଚେ ମୁହିଁ, ଏମନ୍ତ ରାଜା ସତ୍ୟ ପାଇ। ମୁନି ଉଠିଲେ ତୋଷ ହୋଇ, ତକ୍ଷଣେ ଅନ୍ତପୁରେ ଯାଇ। ଦ୍ୱାରପାଳଙ୍କୁ ରାଜା କହି, ବୋଇଲା ଘେନି ଯାଅ ତୁହି। ଯେ କନ୍ୟା ବରିବ ଏ ବର, ଦେବଇଁ ସତ୍ୟ ଏ ମୋହର। ଦ୍ୱାରପାଳର ହସ୍ତ ଧରି, ପୁରେ ପ୍ରବେଶ ସୌଭରି। ମିଳିଲେ କନ୍ୟାଙ୍କ ମନ୍ଦିରେ, ମାୟା ମୋହନ କଳେବରେ। ରୂପେ କନ୍ଦର୍ପ ତେଜ ଗଞ୍ଜେ, ଜଗନ୍ମୋହନ ତେଜ ପୁଞ୍ଜେ। କନ୍ୟାକୁ ଚାହିଁ ଦ୍ୱାରପାଳ, ଅଙ୍ଗୁଳି ସଂକେତ କପୋଳ।
ବୋଲଇ କନ୍ୟା ମୁଖ ଚାହିଁ ତୁମ୍ଭର ପିତା ଆଜ୍ଞା ପାଇ ସଙ୍ଗତେ ଆଣିଅଛୁ ବର ଯାହାର ଇଚ୍ଛା ତୁମ୍ଭେ ବର ଏକଇ କନ୍ୟା ଦେବେ ଦାନ ଅଧିକେ ନାହିଁ ପ୍ରୟୋଜନ କନ୍ୟାଏ ତାର ମୁଖ ଚାହିଁ ନୟନ ପିଛା ନ ଚଳଇ ସର୍ବେ ଇଚ୍ଛନ୍ତି ତାର ସଙ୍ଗ ଅନଳ ଯେ ସନେ ପତଙ୍ଗ ଏକ ଆରେକ ଆଗ ହୋଇ ବୋଲନ୍ତି ମୋର ବର ଏହି ମୁହିଁ ବରିଲି ଆଗେ ବର ନିଶ୍ଚୟ ସ୍ୱାମୀ ଏ ମୋହର ଏମନ୍ତେ ଏକୁଆରେ ବାଦେ ମୁନିଙ୍କୁ ବରିଲେ ଆନନ୍ଦେ ତକ୍ଷଣେ ଦ୍ୱାରପାଳ ଗଲା ନୃପତି ଆଗେ ଜଣାଇଲା ବୋଲଇ ବିଧାତାର ମାୟା କେ ଅନ୍ୟ କରିପାରେ ତାହା ଦୈବ ବଳ ଆକର୍ଷଣେ ସର୍ବେ ବରିଲେ ବର ପଣେ ଶୁଣି ତାହାର ମୁଖୁ ବାଣୀ ସଭ୍ରମ ଚିତ୍ତେ ନୃପମଣି ଆନନ୍ଦେ କନ୍ୟାଦାନ କଲା ଅନେକ ଯୌତୁକ ଦେଲା 50 କନ୍ୟା ବିଭା କରି ପୁରୁ ବାହାର ସଉ ଭରି ସମ୍ପଦ ସିଦ୍ଧି ଯୋଗ ବଳେ ଗୃହସ୍ଥ ଆଶ୍ରମ ନିଶ୍ଚଳେ ନାନା ପ୍ରକାରେ ଭୋଗ କଲେ ଅନେକ ପୁତ୍ର ନାତି ତୁଲେ ଯେ ଭୋଗ କଳ୍ପେ ତାଙ୍କ ମନେ ତକ୍ଷଣେ ମିଳି ସନ୍ନିଧାନେ ଦିଗପାଳଙ୍କ ଭୋଗ ଆଦି ଅତୁଲ୍ୟ ଅମୂଲ୍ୟ ପ୍ରସିଦ୍ଧି ଏମନ୍ତ ଭୋଗ ଅନୁଦିନେ ବିହାର ପୁଷ୍ପିତ କାନନେ ଏମନ୍ତେ ଭୋଗ କାଳ ଗଲା ବୈରାଗ୍ୟ ମନେ ଉପୁଜିଲା ନିଜ କପାଳେ ହସ୍ତ ମାରି ତାପେ ବୋଲନ୍ତି ସଉ ଭରି ଦୈବ ବଳ ଦେଖ ମତେ ତପ ମୁଁ କଲି ମୋକ୍ଷ ଅର୍ଥେ ଜଳେ ଅନାଇ ମିନ ବସେ ଜ୍ଞାନ ହାରିଲି ସଙ୍ଗ ଦୋଷେ ଏବେ ମୁଁ ଲଭିଲି ଅନେକ ନିଶ୍ଚେ ମୁଁ ପଡ଼ିବି ନରକ ଏମନ୍ତ ବିଚାରି ଏକାନ୍ତେ ତକ୍ଷଣେ ପଶିଲା ବନସ୍ତେ ପତ୍ନୀ ସಮೇତେ ତପଦାହି ଅନ୍ତେ ଲିଭିଲେ ଭାବଗ୍ରାହୀ ବୋଲଇ ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ କହିଲେ ଆତ୍ମା ହିତେ ବାଣୀ ଏଣେ ଭକତ ପରମାଣୀ ନବମେ ବଂଶାନୁଚରିତ କହିଲେ ଦ୍ୱିଜ ଜଗନ୍ନାଥ ଇତି ଶ୍ରୀମଦ୍ମହାଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ 82 ନବମ ସ୍କନ୍ଧେ ସୌଭରି ଋଷିଚରିତେ ନାମ ଷଷ୍ଠୋଧ୍ୟାୟः।